ନମ୍ବର ୱାନ୍ ବ୍ୟାଟ୍ସମ୍ୟାନ୍ ବଢ଼ାଇଲେ ଟେନସନ୍। କେମିତି ବିଶ୍ୱକପ୍ ଜିତାଇବେ ଅଭିଷେକ ଶର୍ମା? ଆଜ୍ଞା, ଆଇସିସି ଟି20 ବିଶ୍ୱକପ୍ ପାଇଁ ଏବେ ମାସକରୁ କମ୍ ସମୟ ବାକି ଅଛି। ଫେବୃଆରୀ 7 ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି। ଭାରତୀୟ ଦଳ ଏହି ମହାମୁକାବିଲା ପାଇଁ ନିଜର 15 ଜଣିଆ ଦଳ ପୂର୍ବରୁ ହିଁ ଘୋଷଣା କରିସାରିଛି। ବିଶ୍ୱକପ୍ ପୂର୍ବରୁ ଭାରତକୁ ନ୍ୟୁଜିଲାଣ୍ଡ ସହିତ 5ଟି ମ୍ୟାଚ୍ର ଏକ ସିରିଜ୍ ଖେଳିବାକୁ ଅଛି, ଯାହା ଏକ ୱାର୍ମ ଅପ୍ ସଦୃଶ ହେବ। ବିଶ୍ୱକପ୍ ପାଇଁ ଘୋଷଣା ହୋଇଥିବା ଭାରତୀୟ ଦଳ ଉପରେ ଯଦି ନଜର ପକାଇବା, ତେବେ ଦଳ ବହୁତ ସନ୍ତୁଳିତ ଦେଖାଯାଉଛି। ବ୍ୟାଟିଂରେ ଏବଂ ବୋଲିଂରେ ଗଭୀରତା ଦେଖିବାକୁ ମିଳୁଛି। କିନ୍ତୁ ଏହି ମୁକାବିଲା ପୂର୍ବରୁ ଭାରତର ଚିନ୍ତା ବଢ଼ାଇ ଦେଇଛନ୍ତି ଦୁନିଆର ନମ୍ବର ୱାନ୍ ଟି20 ବ୍ୟାଟ୍ସମ୍ୟାନ୍ ଅଭିଷେକ ଶର୍ମା। ଅଭିଷେକ ଶର୍ମା ବର୍ତ୍ତମାନ ଅତି ଖରାପ ଫର୍ମ ଦେଇ ଗତି କରୁଛନ୍ତି। ନିଜର ନିର୍ଭୀକ ବ୍ୟାଟିଂ ପାଇଁ ଜଣାଶୁଣା ଅଭିଷେକ ଶର୍ମାଙ୍କ ବ୍ୟାଟ୍ ଗତ ପ୍ରାୟ 1 ମାସ ହେବ ଶାନ୍ତ ରହିଛି। ତାଙ୍କୁ ଭଲ ଆରମ୍ଭ ମିଳିଛି, କିନ୍ତୁ ସେ ବଡ଼ ପାଳି ଖେଳି ପାରି ନାହାନ୍ତି। ତାଙ୍କର ଖରାପ ଫର୍ମର ଅନ୍ଦାଜ ଏହି କଥାରୁ ଜଣାଯାଇପାରେ ଯେ ଅଭିଷେକ ଗତ 10ଟି ପାଳିରେ କେବଳ ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି। ତାଙ୍କ ବ୍ୟାଟ୍ରୁ ଶେଷ ଅର୍ଦ୍ଧଶତକ ଡିସେମ୍ବର 2 ତାରିଖରେ ଆସିଥିଲା। ସେଇଟି ମଧ୍ୟ ଏକ ଘରୋଇ ମ୍ୟାଚ୍ରେ ଥିଲା, ଯେତେବେଳେ ସେ ସୟଦ ମୁସ୍ତାକ ଅଲି ଟ୍ରଫିରେ ଅର୍ଦ୍ଧଶତକ ମାରିଥିଲେ। ଏହାପରେ ଅଭିଷେକ ଦକ୍ଷିଣ ଆଫ୍ରିକା ସହିତ 5ଟି ମ୍ୟାଚ୍ର ଟି20 ସିରିଜ୍ ମଧ୍ୟ ଖେଳିଥିଲେ, କିନ୍ତୁ ପୁରା ସିରିଜ୍ରେ ତାଙ୍କ ବ୍ୟାଟ୍ ଶାନ୍ତ ରହିଥିଲା। ଏହି ସିରିଜ୍ରେ ତାଙ୍କର ସର୍ବାଧିକ ସ୍କୋର 35 ରନ୍ ଥିଲା। ନିଜ ହଜାରରେ ଗତ ମ୍ୟାଚ୍ରେ ମୁମ୍ବାଇ ବିପକ୍ଷରେ ଅଭିଷେକ କେବଳ 8 ରନ୍ କରିବାକୁ ସକ୍ଷମ ହୋଇଥିଲେ। ସେପରି ବୋଲିଂରେ ସରଫରାଜ ତାଙ୍କୁ ନିର୍ଦ୍ଧୁମ ପ୍ରହାର ମଧ୍ୟ କରିଥିଲେ। ଅଭିଷେକଙ୍କ ଏହି ଫର୍ମ ଏଥିପାଇଁ ମଧ୍ୟ ଚିନ୍ତାର ବିଷୟ, କାରଣ ଗିଲଙ୍କ ଅନୁପସ୍ଥିତିରେ ଅଭିଷେକଙ୍କ ଉପରେ ଦଳକୁ ଏକ ଦୃଢ଼ ଆରମ୍ଭ ଦେବାର ବଡ଼ ଦାୟିତ୍ୱ ମିଳିଛି। ବିଶ୍ୱକପରେ ତାଙ୍କର ଶୈଳୀକୁ ସମସ୍ତେ ଦେଖିଥିଲେ। ତାଙ୍କର ନାମର ଏକ ଭୟ ରହିଛି। ଯଦି ତାଙ୍କ ବ୍ୟାଟ୍ ଶାନ୍ତ ରହେ, ତେବେ ଏହା ଚିନ୍ତାର ବିଷୟ ହେବ, କାରଣ ଅଧିନାୟକ ସୂର୍ଯ୍ୟ ମଧ୍ୟ ଫର୍ମରେ ନାହାନ୍ତି। ତିଲକ ବର୍ମାଙ୍କ ଫିଟନେସ୍ ଉପରେ ମଧ୍ୟ ସନ୍ଦେହ ରହିଛି। ତେବେ ଇଶାନ କିଶାନଙ୍କ ଭୂମିକା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଅନ୍ୟପଟେ ସଞ୍ଜୁଙ୍କ ପୋଜିସନ୍ ମଧ୍ୟ ବାରମ୍ବାର ପରିବର୍ତ୍ତନ କରାଯାଉଛି। ଏଭଳି ପରିସ୍ଥିତିରେ ଅଭିଷେକ ଫର୍ମକୁ ଫେରିବା ନିହାତି ଜରୁରୀ। ନଚେତ ଆମେ ୱାର୍ଲଡ କପ୍ କିପରି ଆଣିପାରିବା? ତେଣୁ ଆମେ ଆଶା କରିବା ଏଇ ଯେଉଁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ରେ ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ଯାଦବ ଆଉ ଯେଉଁମାନଙ୍କୁ ସବୁ ଟେଷ୍ଟ କରିବାର ଥିଲା, ସେମାନଙ୍କ ଟେଷ୍ଟ ନିଶ୍ଚିତ ଭାବରେ ତାଙ୍କୁ ପୂରଣ କରନ୍ତୁ। ସେମାନେ ନିଶ୍ଚିତ ଭାବରେ ଏଇ 5ଟା ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭଲ ପ୍ରଦର୍ଶନ କରନ୍ତୁ, ଯାହା ପାଇଁ କି ଆମେ ଆଶା ବ୍ୟକ୍ତ କରିପାରିବା ଯେ ଆମେ ହିଁ ୱାର୍ଲଡ କପ୍ ଏଥର ବି ନେବା। ତେଣୁ ଆମେ ଦେଖା ହେବ ଅନ୍ୟ ଏକ ଖବର ସହିତ। ରହୁଛି, ନମସ୍କାର, ଜୟ ଜଗନ୍ନାଥ, ଜୟ ହିନ୍ଦ।